জীবন জীবিকা বা দেশ প্রেম, কৃষি কি বণিজ পরিবেশ জ্ঞান, জীবন জীবিকা বা দেশ প্রেম, কৃষি কি বণিজ পরিবেশ জ্ঞান, ସବୁରି ହିତରେ ଆମେ ସମର୍ପଣ। ରେଡିଓ ବାଘା ଯତୀନ, ରେଡିଓ ବାଘା ଯତୀନ, ରେଡିଓ ବାଘା ଯତୀନ, ରେଡିଓ ବାଘା ଯତୀନ। ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ରେଡିଓ ବାଘାଯତୀନ ଗୋଷ୍ଠୀ ବେତାର କେନ୍ଦ୍ର। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 89.6 FM ବ୍ୟାଣ୍ଡରେ। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ଉପସ୍ଥାପନା କରିଛନ୍ତି ଅବସରପ୍ରାପ୍ତ ଇତିହାସ ବିଭାଗୀୟ ମୁଖ୍ୟ, ସରକାରୀ ମହାବିଦ୍ୟାଳୟ କୋରାପୁଟ ତଥା ଆଇଆଇସି ଭୁବନେଶ୍ୱରର ପାଠ୍ୟ ଖସଡ଼ା ନିର୍ଦ୍ଦେଶକ ପ୍ରଫେସର କାମାକ୍ଷୀ ପ୍ରସାଦ ଦାସ। ଶ୍ରୋତାବନ୍ଧୁ ନମସ୍କାର। ମୁଁ ପ୍ରଫେସର କାମାକ୍ଷୀ ପ୍ରସାଦ ଦାସ, ଅବସରପ୍ରାପ୍ତ ଇତିହାସ ବିଭାଗୀୟ ମୁଖ୍ୟ, ସରକାରୀ ମହାବିଦ୍ୟାଳୟ କୋରାପୁଟ ତଥା ଆଇଆଇସି ଭୁବନେଶ୍ୱରର ପାଠ୍ୟ ଖସଡ଼ା ନିର୍ଦ୍ଦେଶକ। ରେଡ଼ିଓ ବାଘାଯତୀନ 89.6 FM ବେତାର କେନ୍ଦ୍ରରୁ ଆଜିର ଅନୁଚିନ୍ତା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଆମେ ଶୁଣିବା ମୋ ଆଲେଖ୍ୟ ନାରୀଟିଏ ପରିବାରର ମେରୁଦଣ୍ଡ କାହିଁକିର ଦ୍ୱିତୀୟ ଭାଗ। ବନ୍ଧୁଗଣ, ଏକ ଦାୟିତ୍ୱ ସମ୍ପନ୍ନ କର୍ତ୍ତବ୍ୟନିଷ୍ଠ ନାରୀ ନିଜର ସମସ୍ତ ସାଂସାରିକ ଦାୟିତ୍ୱ ସମାପନ ବ୍ୟତିରେକେ ପରିବାରର ଆର୍ଥିକ ବୋଝକୁ ହ୍ରାସ କରିବା ନିମିତ୍ତ ନିଜ ମଧ୍ୟରେ ଥିବା ଦକ୍ଷତାର ସଦୁପଯୋଗ କରି ପାରିବାରିକ ତଥା ଜାତୀୟ ଅର୍ଥନୀତିକୁ ସମୃଦ୍ଧ କରିଥାଏ। ଜଣେ ନାରୀର ଏଭଳି ଯଥାସାଧ୍ୟ ପ୍ରଚେଷ୍ଟା ଆଜିର ବସ୍ତୁବାଦୀ ଜଗତ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରି ତା'ର ମର୍ଯ୍ୟାଦାକୁ ଦ୍ୱିଗୁଣିତ କରିଥାଏ। ପୁନଶ୍ଚ ଜଣେ ନାରୀ ମଧ୍ୟରେ ଥିବା ବୌଦ୍ଧିକ ସତ୍ତା, କାର୍ଯ୍ୟଦକ୍ଷତା, କର୍ମକୁଶଳତା, ପରିଚାଳନାଗତ କୌଶଳ, ସମସ୍ୟା ସମାଧାନର ବୁଦ୍ଧିମତା, ପରିବାର ମଧ୍ୟରେ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା କରିବାର କଳା ପ୍ରଭୃତି ନିହିତ ଥିବା କାରଣରୁ ସେ ପରିବାରର ଏକ ନିର୍ମାଣ ସ୍ତମ୍ଭ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ତ କୁହାଯାଏ, ଗୋଟାଏ ପରିବାରର ଏକତା ଓ ସମୃଦ୍ଧି ନାରୀର ଦାୟିତ୍ୱବୋଧତା ଏବଂ ଦୟାଶୀଳତା ବା କମ୍ପାସନ୍, ରେଜିଲିଏନ୍ସ ବା ନମନୀୟତା, ୱିଜଡମ୍ ବା ପ୍ରଜ୍ଞା ଉପରେ ନିର୍ଭର କରିଥାଏ। ତେଣୁ ତ ନାରୀଟିଏ ପରିବାର ତଥା ସମାଜର ମେରୁଦଣ୍ଡ ରୂପେ ଗୃହୀତ। ଏଠାରେ କହିବା ବାହୁଲ୍ୟ ଯେ ଗୋଟାଏ ନାରୀ କନ୍ୟା, ବଧୂ ଭୂମିକାରେ ଉଭୟ ପରିବାର ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିଥାଏ। ନାରୀ ମନର କରୁଣା ଭାବ ବା କମ୍ପାସନ୍, ନମନୀୟତା ବା ରେଜିଲିଏନ୍ସ ଏବଂ ପ୍ରଜ୍ଞା ବା ୱିଜଡମ୍ ଉଭୟ ପରିବାର ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବା ବେଳେ ତିନୋଟି ସ୍ତମ୍ଭ ରୂପେ କାର୍ଯ୍ୟ କରିଥାନ୍ତି। ଉଭୟ ପରିବାର ମଧ୍ୟରେ ଏକ ସଂଯୋଗ ସେତୁ ହୋଇ କାର୍ଯ୍ୟ କରିବା ସମୟରେ ଜଣେ ନାରୀର ପବିତ୍ର ପ୍ରେମ, ଜୀବନର ମୂଲ୍ୟବୋଧ ଏବଂ ଉଭୟ ପରିବାରର ସଦସ୍ୟମାନଙ୍କ ପ୍ରତି ଦାୟିତ୍ୱବୋଧତା ନାରୀକୁ ତା'ର ମହନୀୟତାକୁ ପ୍ରତିପାଦନ କରିବା ପାଇଁ ସୁଯୋଗ ଦେଇଥାଏ ଏବଂ ନାରୀକୁ ଏକ ସ୍ୱତନ୍ତ୍ର ପରିଚୟର ଅଧିକାରିଣୀ କରି ଗଢ଼ି ତୋଳିଥାଏ। ଏଠାରେ କହିବା ବାହୁଲ୍ୟ ଯେ ନାରୀଟିଏ ବଧୂ ଭୂମିକାରେ ଅବତୀର୍ଣ୍ଣ ହେବା ପରେ ତା ମଧ୍ୟରେ ନିହିତ ଥିବା ଭାବାତ୍ମକ ଶକ୍ତି, ଧୈର୍ଯ୍ୟଶୀଳତା ଓ ପ୍ରଜ୍ଞା ଉଭୟ ପରିବାର ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ସାହାଯ୍ୟ କରିଥାଏ। ନିଜ ପିତ୍ରାଳୟ ତଥା ପରିବାରକୁ ଯଥାର୍ଥ ସମ୍ମାନ ପ୍ରଦର୍ଶନ କରି ପିତ୍ରାଳୟରୁ ଆହରଣ କରିଥିବା ଜୀବନର ସମସ୍ତ ମୂଲ୍ୟବୋଧକୁ ନାରୀଟିଏ ଶ୍ୱଶୁରାଳୟରେ ବାସ୍ତବ ଜୀବନରେ ପ୍ରୟୋଗ କରି ପ୍ରତ୍ୟେକଙ୍କର ମନକୁ ଜିଣିବା ନିମିତ୍ତ ପ୍ରଚେଷ୍ଟା କରିଥାଏ। ଅନ୍ୟ ପକ୍ଷରେ ଶ୍ୱଶୁରାଳୟରେ ପରିବାରର ସଦସ୍ୟମାନଙ୍କୁ
ସମ ପରିମାଣର ସମ୍ମାନ ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଥାଏ। ଏହି ସନ୍ତୁଳନର ତିନୋଟି ସୋପାନ ଉପଯୁକ୍ତ ବୁଝାମଣା, ଭାବ ବିନିମୟ କଳା ଓ କର୍ତ୍ତବ୍ୟନିଷ୍ଠତା। ଉପରୋକ୍ତ ତିନୋଟି ସୋପାନକୁ ସଫଳତାର ସହ ଅତିକ୍ରମ କରିବା ବେଳେ ନାରୀଟିଏ ତା ସମୟ ଓ ଭାବପ୍ରବଣତାକୁ ଯଥାସାଧ୍ୟ ପ୍ରୟୋଗ କରିବାର କୌଶଳକୁ ଶିକ୍ଷା କରିପାରିଲେ ହିଁ ଏକ ସଫଳ ପରିବାର ଗଠନ କରିହୁଏ। କାରଣ ଜଣେ ନାରୀ ପାଇଁ ଉଭୟ ପରିବାର ସମ ଗୁରୁତ୍ୱ ବହନ କରିଥାଏ। ତାହେଲେ ବନ୍ଧୁଗଣ, ଆଜି ପାଇଁ ଏତିକି। ପୁଣି ଆସିବି ଆସନ୍ତା ଅଧ୍ୟାୟରେ। ନମସ୍କାର।